ପାଣିରେ କଣ ଆମ୍ବୁଲା ହାମ୍ବୁଲା ପଡୁଛି ନା କଣ କତା ଲାଗୁଛି। ଆମର ରାକେଶ ଏଇ ପିଲାଟା ପୁରା କ୍ରିମ୍ ପାଉଡର ଲଗେଇକି ଯାଇଛି କଣ କହିବ ଜଙ୍ଗଲ ଭିତରକୁ। ମୁଁ ଟିକେ କଳା ତ। ଜଗନ୍ନାଥ ସାଙ୍ଗମାନେ ଆମେ ଆସିଛୁ ଆନନ୍ଦବନ ଆଉ ଆମେ ଏଇଠି ଏବେ ଦେଖିବୁ ମ୍ୟାପ୍ କୋଉଠିକି ଯିବୁ ମ୍ୟାପ୍ ଦେଖିବୁ। ଏ ହେଲା ଟିକେଟ ଆମେ କରିଛୁ ଯୋଉଟା ଆମେ ଦି ଜଣଙ୍କୁ ପଇଲା 10 ଟଙ୍କା। ଅନଲାଇନ ଟିକେଟ କରିବାକୁ ପଡୁଛି। ଅନଲାଇନ ଟିକେଟ କରିବାକୁ ପଡୁଛି। ଅଫଲାଇନ କ୍ୟାଶ ନାହିଁ। ନୋ କ୍ୟାଶ ଓନ୍ଲି। ଏପଟେ ମ୍ୟାପ ଅଛି ଗାଇଡଲାଇନ। ଗାଇଡଲାଇନ ମ୍ୟାପ୍ ଅଛି ଏଠି କୋଉଠିକି ଯିବେ ଏଠି ସବୁ ଅଛି। ଚାଲନ୍ତୁ ଯିବା ଟିକେ ବୁଲିବା। ବହୁତ ବଡ ଜଙ୍ଗଲଟା 90 ଏକର ରହିଛି। 90 ଏକର ଜଙ୍ଗଲରେ ସେପଟେ 60% ଏପଟେ 30%। ଟାଇମ ବି 6:30 ହେଇଗଲାନି 4:30ରେ ଉଠିଥିଲୁ କିନ୍ତୁ 6:30 ହେଇଗଲା। ଭିଟାମିନ ଡି ଖାଉଛି। ଦେଖ ହଳଦୀ ଗଛ ଦେଖ ହଳଦୀ ଗଛ ଯୋଉମାନେ ପଢୁଆ ଅଷ୍ଟମୀ ଏଇଠିକି ପଳେଇ ଆସିବ ଚୋରି କରିକି ନେଇଯିବ ହେଲା। ପିଠା କରି ଖାଇବ। ହଁ ଛୋଟ ପୋଖରୀ ମାନେ ଏଇଠି ଗାର୍ଲସ ମାନେ ଯୋଗ କରୁଛନ୍ତି। ଏଇଠି ଡ୍ୟାନ୍ସ କରୁଛନ୍ତି ଯୋଗ କରୁଛନ୍ତି ମୁଁ ଜାଣିପାରୁନି। ଏଇ ପୋଖରୀଟା କଣ କରାହେଇଛି କହିଲେ? କଣ ପାଇଁ? ଯୋଉ ସବୁ ମାନେ ପକ୍ଷୀ ଶୁଣ ପାଣି ପିଇବା ପାଇଁ। ହଁ ପାଣି ପିଇବାକୁ ଭଲ ସୁବିଧା ଅଛି ନା। ବୁଲାବୁଲି ଟିକେ କରିବା ଆଉ। ଏଇ ଯୋଉ ବ୍ରିଜ ଟା ଏପଟେ ନା ସେପଟକୁ କଣଟା ଅଛି? 90 ଏକର ଯୋଉଟା ଜଙ୍ଗଲରେ ହେଇଛି ନା ଏପଟେ ଗୋଟେ ପଟେ 30% ହଉଛି ଆଉ ଗୋଟେ ପଟେ 60% ହଉଛି। ଆରେ ଏଇଠି ସାଇକେଲିଂ ବି ଅଛି ରେ। ଏଇଠି ଲେଖାଯିବା ଗାଇଡଲାଇନ ଫର ଏଇ ସାଇକେଲ। ଦେଖନ୍ତୁ ଏଇଠି ସାଇକେଲ ବି ନେଇ ହବ। ଲେଖାଯିବ ଏଇଠି ଫ୍ରମ୍ ମଣ୍ଡେ ଟୁ ଫ୍ରାଇଡେ ମର୍ଣ୍ଣିଂ ସାଇକେଲ ଆର୍ ଆଭେଲେବଲ୍। ମାନେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ରହୁଛି ଆମର ସାଇକେଲ ରହୁଛି ଚଲେଇ ପାରିବ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏଠି ସାଇକେଲ ଚଲେଇ ପାରିବ। ଏଇ ସିଡ଼ି ଉପରେ ଚଢ଼ିକି ଗଲେ ଅଛି ସେପଟକୁ ଯିବା ପାଇଁ ରୋଡ ଅଛି। ପ୍ରକୃତରେ ଟୋଟାଲଟା ହେଲା 90 ଏକର। 90 ଏକର ଭିତରୁ ଏପଟଟା 30 ସେପଟଟା 60। ଅଟଳ ବିହାରୀ ବାଜପେୟୀ ଆନନ୍ଦବନ ନେଷ୍ଟ ଅଫ୍ ହ୍ୟାପିନେସ୍। ଆମେ ବ୍ରିଜ ଏବେ ଯାଉଛୁ ଏବେ ସେପଟକୁ ଯିବା ପାଇଁ ରୋଡ ଅଛି। କଥା ହେଇଛି ଆଉ ଭଲ ଲାଗୁଛି। ଏପଟକୁ ରିଟର୍ନ ଆସିବା ଆଉ ରିଲ୍ସ ଦିଟା ଖଣ୍ଡେ କରିଦବା ଆଉ। ସେପଟ ସବୁ ଅଛି ଆମେ ଭୁଲରେ ଏପଟକୁ ପଳେଇ ଆଇଲେ ଆଉ ଛାଡ଼। ଏଇଟା ଦେଖନ୍ତୁ ଏଇଟା ହଉଛି କଣ ଯୋଉ ୟୋଗା କ୍ଲାସ୍। ଏଇଠି ୟୋଗା ଫୋଗା ହବ ସୁବିଧା ଦେଖେ ବସିବାକୁ ସୁବିଧା ଅଛି। ଏପଟେ ୟୋଗା ଏଇଟା ଯୋଗ କେନ୍ଦ୍ର ଦେଖ ସବୁ ୟୋଗା କରୁଛନ୍ତି ଲୋକମାନେ। ହଁ ସଂସ୍ଥା ଚାଲୁ। ଯାହା ହଉ ଆମେ ବି ଭଲ ଅକ୍ସିଜେନ ପାଇଲେ। କାଇଁ ଆମେ କଣ ପାଉନଥିଲେ? ଯୋଉ ଦୂଷିତ ନା ଆମେ ପାଉଥିଲୁ। ଏଠି କ୍ଷୀରି କୋଳି ଗଛ। କ୍ଷୀରି କୋଳି ତ ହେଇନି ରେ। କ୍ଷୀରି କୋଳି ଏବେ ବଢେ ନା ବର୍ଷା ଦିନ। ହରିଡ଼ା ଗଛ ଟା। ଆପଣ ମାନେ ଆସିବେ ଖାଲି ଦେଖିବେ ହେଲା ଆଉ ଛିଡ଼ା କିଛି କରିବେନି। କୋଚିଲା ଗଛ ଏଇଟା କୋଚିଲା ଗଛ ଛତିଆ ନା ଆକାଶିଆ ଗଛ ତ ଆମ ସେପଟେ ପ୍ରବଳ ଆଉ। ଆମ ନିଜର ଗୋଟେ ଜଙ୍ଗଲ ଅଛି ସେଇଥିରେ ଆକାଶିଆ ଖାଲି ଲାଗିଛି। ଏଇଟା ଅଳେଇଚ ଗଛ ଅଳେଇଚ। ହଁ ଅଳେଇଚ ଦେଖନ୍ତୁ ଅଳେଇଚ ଗଛ ଏଇଟା। ଯାହା ହଉ ସବୁ ଜିନିଷ ଦେଖିବାକୁ ପଡୁଛି ସବୁ ଗଛ। ସବୁ ଗଛ ବିଷୟରେ ଜାଣିଲେ ଭଲସେ କୋଉଟା କଣ। ରାଧାଚୂଡା ଗଛ। ହଁ ରାଧାଚୂଡା ଏଠି ବସା ବସି କରିବା ପାଇଁ ବି ଅଛି। ହାଲିଆ ହେଲେ ବସିବ ଶାନ୍ତିରେ ପବନ ଖାଇବ। ହଁ ଶୋଇ ବି ପଡ଼ିବ କିଛି ଅସୁବିଧା ନାହିଁ। ତମେ ତ ଟିକେଟ ଦେଇକି ଆସିଛ ଆଉ ଗୋଟେ ଦିନ ଆଉ ଟାଇମ ଦିଅ। ସବୁବେଳେ ବ୍ୟସ୍ତ ରହୁଛ ଗୋଟେ ଦିନ ଟାଇମ ଦବ। ଜଙ୍ଗଲ ପରିସର ଟିକେ ଆସିକି ବୁଲିବ। ଅକ୍ସିଜେନ ପୁରା ନାଙ୍ଗା ଅକ୍ସିଜେନ ପାଇବ।
ନା ଦରକାର ନାହିଁ ଦେହ ଅକ୍ସିଜେନ ପୁରା- ଅକ୍ସିଜେନ ପାଉନା ସିଲିଣ୍ଡର ଲଗେଇଦବ। ଦେହ ପୁରା ସୁସ୍ଥ ରହିବ। ଏଇଠିକି ଯିବାର ଅଛି କେତେ ଦୂର କିରେ ଆମେ ଏଇପଟେ ଆଇଲେ ନା ହଁ ଏଇପଟେ ଖାଲି ଏଇ ପୋଖରୀଟା ଅଛି ଏଇଟା ଥିଲା ରେ ଏଇପଟେ ଅଛି ଏଇଟା ଦେଖିବାର ଅଛି ତାମାନେ ଏଇପଟ ସାଇଡରେ ଅଛି ଏଇପଟେ ଏଇଟା। ବି ଚାଳ ଅଛି ସେଠି। ହଁ ଅଛି ତ ଆଉ ଆସ ଚାଲ ସେ ଦେଖିଆ। ଆସ ଯିବ ଭଲ ଖୁସି ଲାଗୁଛି ଓହୋ କାହିଁକିନା ସକାଳୁ ସକାଳୁ ଏକ୍ସରସାଇଜଟା ହେଇଗଲା। ଆମ ରାକେଶ ଏଇ ପିଲାଟା ପୁରା କ୍ରିମ ପାଉଡର ଲଗେଇକି ଯାଇଛି କଣ କହିବ ଜଙ୍ଗଲ ଭିତରକୁ। ମୁଁ ଟିକେ କଳା ତ କାଳେ ମୁହଁ ଦେଖାଯିବନି। କେତେକିରି ସାପ ଅଛି ନା ବହୁତ ସାରା ସାପ ଉଇହୁଙ୍କା ଅଛି ନା ଅହିରାଜ ଅଛି ରେ ପୁଅ। ଅହିରାଜ ନା ଆନାକୋଣ୍ଡା ବେ ସିକ୍ୟୁରିଟି ଗାର୍ଡ ଲାଇବ୍ରେରୀ ଟାଇପର ହେଇଛି ବହି ଫହି ରଖାଯାଇଛି ଆଉ ଘର ଭିତରେ। ହଁ keep the books in order। ବହି ପଢିବୁ? ବହି ପଢ। ଛୋଟ ଲାଇବ୍ରେରୀ ଆଉ ଭଲ ହେଇଛି ଯେ ଏଠି ରେଷ୍ଟ ନେଇକି ବହି ପଢିବ ଆଉ ନ୍ୟୁଜ୍ ପେପର ଜାଗାରେ ନ୍ୟୁଜ୍ ପେପର ତ ରଖିବା କଥା ସବୁଦିନ। ହଂସ ଶୋଇଛି ରେ ପୁଅ ଖୁମ୍ପି ଦେବରେ ପଇସା ଲାଗୁଛି। ଗୋଟେ ଶୋଇଛି। ଗୋଟେ ଶୋଇଛି। ଦିଟା କଣ ପାଇଁ ଆରଥରକ ବହୁତ ସାରା ଥିଲେ ଜାଣିଛୁ ନା ନାଇଁ। ହଉ ଶୁଅନ୍ତୁ ଆଉ ଟିକେ ଇଏ ଦେଖିଦବା ଆସେ ଏଇଠି ବି ଗୋଟେ ଲାଇବ୍ରେରୀ ଅଛି ଦେଖ। ବସି ପଢିବ ବୁଲାବୁଲି କରିବ ଭଲ ଏଇ ତ ଦେଖ ଛାଡ। ଚାଳ ଘର ଦେଖ ଓହୋ କେତେ ସୁନ୍ଦର ଲାଗୁଛି। ତାପରେ ଏଇପଟେ ଅଛି ଆମର କାଠ ପୋଲ ଏଇଠି ଗୋଟେ ଅଛି ଯିବୁ ଏବେ ସେଇଠିକି ଆମେ ଏଇଠି ଏବେ ରେଷ୍ଟ ନେଉଛୁ ଟିକେ ଛାଇଟା ଅଛି ନା ରେଷ୍ଟ ନେଉଛୁ। ଏଇଟା ହେଲା କାଠ ପୋଲ ବ୍ରିଜ। ଭଲ ଲାଗୁଛି ସୁନ୍ଦର ଭିଉ ନା ସୁନ୍ଦର ଭିଉ ଭଲ ଜାଗା ମସ୍ତ ଜାଗା ପୁରା ମନ ଶାନ୍ତି କରିଦବ। ଭଲ ଏଇଟା ପ୍ରକୃତରେ ମର୍ଣ୍ଣିଂ ୱାର୍କ ଇଭିନିଂ ୱାର୍କ କରିବା ପାଇଁ ବେଷ୍ଟ ଜାଗା। ଇଭିନିଂରେ ତ ଖୋଲୁନି 5ଟା ପର୍ଯ୍ୟନ୍ତ ଯଦି ଖୋଲୁଛି। କାହାର ମନ ଧନ ଦୁଃଖ ଥିବ ହେଲା ଏଠି ଆସିବ ମାଇଣ୍ଡ ଫ୍ରେଶ ହେଇଯିବ ତମର। ମାଇଣ୍ଡ ଫ୍ରେଶ ଏଠି ଆସିକି ଏକା ବସିକି କାନ୍ଦିବ ଆଉ ଆମେ ବୁଲି ପୁରା ଆଉ କିଛି ଅବସ୍ଥା ନାହିଁ ପୁରା ଝାଳ ନାଳରେ ପୁରା ଅବସ୍ଥା ଆଉ ନାହିଁ। ଏଇଟା ଗୋଟେ ହେଲା ବର୍ଷା ଫର୍ଷା ହେଲେ ଏଇଠି ଆସିକି ଇଏ କରିବେ ଆଶ୍ରୟ ନେବେ। ଦେଖନ୍ତୁ ହଉ ଆମେ 2-3 ଜଣ ଫଟୋ ଉଠେଇଦେବୁ ତାପରେ ଦେଖିବା ନେକ୍ସଟ ଭିଡ଼ିଓ। ଦେଖନ୍ତୁ କେତେ ବଢିଆ ଲାଗୁଛି ଓ ଆନନ୍ଦ ବନ ଏଇଟା ହେଲା ଆନନ୍ଦ ବନ। ଏତେ ବୁଲାବୁଲି ପରେ ହେଲା ଏତେ ବୁଲାବୁଲି ପରେ ଶୋଷଟା ଲାଗୁଛି ନା ସେ ପାଣି ଢକ କରି ପିଇଦବା। ହଉ ପିଇଦେ ବସି ପିଇବା କଥା ନା ଠିଆ ହେଇକି ପିଇବା କଥା। ସରିକା ହଉ ଚାଲ ଯିବା ଲେଟ୍ ହେଲାଣି ମତେ ଟିକେ ଦଅନ୍ତୁ ପିଇଦେବି। ଆମ୍ବିଳା ଲାଗୁଛି ଖଟା ଲାଗୁଛି ପାଣିଟା ହଁ ମହଳି କରୁଛି। ଦେ ପାଣିଟା ଖଟା ଲାଗୁନା ମିଠା ଲାଗୁ ପିଇଦବା ଆଉ ଦେ ସେତିକି ହବ। ଦେଶୀ ପାଣି ହେଲା ହଉ ଦେ ଦେଶୀ ନା ବିଦେଶୀ ଆମ ଦରକାର ପାଣି ନିଶା ହେଇଯିବ ପାଣି ପିଇବାରେ ନିଶା ହେଇଯିବ। ଓହୋ ଶାନ୍ତି। ଏ ପାଣିରେ କଣ ଆମ୍ବୁଲା ପଡୁଛି ନା କଣ ଖଟା ଲାଗୁଛି। ଓହୋ ହଉ ଚାଲ ଯିବା ଶାନ୍ତି ଲାଗିଲା। ଖରା ଦେଖ କେମିତି ଖରା ହଉଛି ଅନେଇ ବି ହଉନି ଏମିତି ଖରା ହଉଛି। ହଉ ଆମେ ଏବେ ଆସୁଛୁ ଜଲ୍ଦି ପଳେଇବୁ ଦୌଡ଼ିକି ପଳେଇବୁ
ହେଲା ଆଉ ରହି ହଉନି ୱେଟ୍ କରି ହଉନି ଆଉ ପଳେଇବୁ ଡାଇରେକ୍ଟ ଘରକୁ ତ ଡାଇରେକ୍ଟ ଭୋକ ଲାଗିବନି ଡାଇରେକ୍ଟ ଖାଇବୁ ତୁ ତ ଭୋକ ସମ୍ଭାଳି ପାରୁନି କ୍ୟାଫେ ଏରିଆକୁ ଯାଇକି କଣ ଖାଇଦେବା କଫି ଫଫି ନା ଆଇସ୍କ୍ରିମ୍ ଫାଇସ୍କ୍ରିମ୍ ଖାଇଦେବା এইপଟେ ଆଇଥିଲି ନା এইପଟେ ମଝିରେ ଭିତରେ ପଶିକି ପଳେଇ ଆଉ ସେ ରୋଡ୍ ଉପରେ ଚାଲି ହବନି ନା ପଳେଆ ରୋଡ୍ରେ କାହିଁ ରୁଲ୍ ମାନିଆନି ବେକାର ଓହୋ ପୁରା ନାଲି ପଡ଼ିଗଲେଣି ଦେଖି ଚାଲି ଚାଲି ନାଲି ପଡ଼ିଗଲେଣି ଏପଟେ ଗୋଟେ ପୁଷ୍କରିଣୀ ଅଛି କାହିଁକି ରେଟ୍ ଚନ୍ଦନ କାହିଁକି ନାଇଁ ଚନ୍ଦନ ଏପଟେ ରକ୍ତ ଚନ୍ଦନ ମୁଁ ସେଠି ରିଲ୍ସ କରିଥାନ୍ତି ବା ପୁଷ୍ପରାଜ ପପୁରାଜ ଝୁକେଗା ନାହିଁ କେବେ ଏମିତି କହିଦେଇଥାନ୍ତି ହଉ ଏବେ ଆମେ ରିଟର୍ନ କରୁଛୁ ଯିବୁ ହେରି ଆଉ ବୁଲି ହବନି ଯୋଉ ଅବସ୍ଥା ଢିଲା ହେଇଗଲାନି ଆଉ ବୁଲି ହବନି ମୁଁ ଯାଉଛୁ ଜୟ ଜଗନ୍ନାଥ ଧନ୍ୟବାଦ ଥ୍ୟାଙ୍କ ୟୁ